ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଜାତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ NIT ରାଉରକେଲାରେ ହାଇଡ୍ରୋଲିକ୍ସ, ଜଳସମ୍ପଦ, ନଦୀ ଏବଂ ଉପକୂଳ ଇଞ୍ଜିନିୟରିଂ ଉପରେ 30ତମ ଆନ୍ତର୍ଜାତୀୟ ସମ୍ମିଳନୀ ହାଇଡ୍ରୋ ଇଣ୍ଟରନ୍ୟାସନାଲ 2025 ଅନୁଷ୍ଠିତ ହୋଇଯାଇଛି। ଜଳସମ୍ପଦ ସହ ଜଡ଼ିତ ବିଭିନ୍ନ ବିଷୟବସ୍ତୁ ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ବ୍ୟାବହାରିକ ଅନ୍ତର୍ଦୃଷ୍ଟି ଉପରେ ଆଲୋଚନା ଏବଂ ପ୍ରସାର କରିବା ପାଇଁ 500ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଇଣ୍ଡିଆନ୍ ସୋସାଇଟି ଫର୍ ହାଇଡ୍ରୋଲିକ୍ସର ତତ୍ତ୍ୱାବଧାନରେ ଆୟୋଜିତ ଏହି ବହୁମୁଖୀ ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ବିଶ୍ୱର ଶିକ୍ଷାବିତ୍, ଗବେଷକ, ବୈଜ୍ଞାନିକ, ଶିଳ୍ପ ବୃତ୍ତିଧାରୀ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ସାମିଲ କରାଯାଇଥିଲା। ଏହି 3 ଦିନିଆ କାର୍ଯ୍ୟକ୍ରମରେ ଜଳ ବିଜ୍ଞାନ, ଜଳସମ୍ପଦ, ନଦୀ ଇଞ୍ଜିନିୟରିଂ, ଉପକୂଳ ଇଞ୍ଜିନିୟରିଂ ଏବଂ ଜଳବାୟୁ ପ୍ରତିରୋଧୀ ଜଳ ବ୍ୟବସ୍ଥା କ୍ଷେତ୍ରରେ ସାମ୍ପ୍ରତିକ ଉନ୍ନତି, ଆହ୍ୱାନ ଏବଂ ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ବିଶେଷ ଅତିଥି ଭାବରେ ଯୋଗଦେଇ ଜଳ ସୁରକ୍ଷା ଆଜି ଆମ ସାମ୍ନାରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ମଧ୍ୟରୁ ଗୋଟିଏ ଏବଂ ଏହାକୁ ସମାଧାନ କରିବା ପାଇଁ ଦୃଢ଼ ପ୍ରମାଣଭିତ୍ତିକ ଗବେଷଣା ଏବଂ ନୀତି ନିର୍ଦ୍ଧାରଣ ଆବଶ୍ୟକ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ଓଡ଼ିଶା 2036 ଏବଂ 2047 ପାଇଁ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରିଛି, ଯାହାର ସ୍ପଷ୍ଟ ଧ୍ୟାନ ସମସ୍ତ କ୍ଷେତ୍ରରେ ଜଳର ସମାନ ପ୍ରବେଶ ହାସଲ କରିବା, ସ୍ଥିରତା ବୃଦ୍ଧି କରିବା ଏବଂ ଦକ୍ଷ ଜଳ ବ୍ୟବହାର ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଉପରେ ରହିଛି। ବନ୍ୟା ପୂର୍ବାନୁମାନ ପାଇଁ ଏକ ରାଜ୍ୟ ଜଳ ବିଜ୍ଞାନ ଡେଟା କେନ୍ଦ୍ର, ଘୂର୍ଣ୍ଣିବାତ୍ୟା ଯୋଗୁଁ ଉପକୂଳ କ୍ଷୟକୁ ସମାଧାନ କରିବା ପାଇଁ କେନ୍ଦ୍ରୀୟ ହସ୍ତକ୍ଷେପ ଏବଂ ନଦୀଗୁଡ଼ିକର ପୁନରୁଦ୍ଧାର ଭଳି ପଦକ୍ଷେପ ମାଧ୍ୟମରେ ରାଜ୍ୟକୁ କ୍ରମଶଃ ବନ୍ୟା ଏବଂ ମରୁଡ଼ି ପ୍ରତିରୋଧୀ କରିବା ଦିଗରେ ଆମର ପ୍ରୟାସ ରହିଥିବା ସେ କହିଥିଲେ। हाइड्रो इंटरनेशनल 2025 हो रहा है, ये NIT राउरकेला में हो रहा है और इसमें बहुत सारे IIT से, NIT से और अन्य जो भी अच्छे इंस्टीट्यूशंस हैं वाटर पे जिस काम करते हैं वो सब आए हैं और हम लोग ये आशा कर रहे हैं कि जो भी हमारे स्टेट पे जो हमारा एक विजन है कि हम वाटर सिक्योरिटी अचीव करेंगे, उसको किस तरह से उसमें टेक्निकल इनपुट्स या कोई जो अच्छी बेस्ट प्रैक्टिसेस होंगी हम इनके माध्यम से हम इस तरह की स्टडीज मैं आशा करती हूँ हो रही हैं, जो कि हमारे भी इंजीनियर्स आएंगे और दोनों में कन्वर्सेशन होगा कि उनमें से किस तरह से हम लोग और क्या क्या कर सकते। ସୁନ୍ଦରଗଡ଼ ଜିଲ୍ଲାରେ 130ଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଅନୁମୋଦନ ଦେଇଛନ୍ତି। ଜିଲ୍ଲାର ମତଦାତାଙ୍କ ସୁବିଧା, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଭୋଟଦାନ କେନ୍ଦ୍ରର ଦୂରତା ଆଦିକୁ ଧ୍ୟାନରେ ରଖି ଜିଲ୍ଲାରେ ନୂତନ ଭୋଟଦାନ କେନ୍ଦ୍ର ଗଠନ ନିମନ୍ତେ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। ଏହି କ୍ରମରେ ତଳସରା ନିର୍ବାଚନ ମଣ୍ଡଳୀରେ 26ଟି ନୂତନ ଭୋଟ କେନ୍ଦ୍ର ସୃଷ୍ଟି କରାଯାଇଥିବା ବେଳେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ 18ଟି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ 16ଟି, ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ 6ଟି, ରାଉରକେଲା ନିର୍ବାଚନ ମଣ୍ଡଳୀରେ 12ଟି, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ 36ଟି ଓ ବଣାଇ ନିର୍ବାଚନ ମଣ୍ଡଳୀରେ 16ଟି ନୂତନ ଭୋଟ କେନ୍ଦ୍ର ସୃଷ୍ଟି କରାଯାଇଛି। ରାଉରକେଲା BPUT ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲା ଗସ୍ତ ସମୟରେ ତରକେରାଠାରେ ନିର୍ମିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍ଘାଟନ କରିଥିବା ବେଳେ ଏବେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଓ ବିସ୍ଥାପିତଙ୍କ ଥଇଥାନ, କ୍ଷତିପୂରଣ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ RSP ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ମହୋତ୍ସବକୁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆଠାରେ ଆୟୋଜିତ ଏହି ମେଳାକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।